शुभ सकाळ आज हूँ 24 ଜାନୁଆରୀ ବୁଧବାର ଆଜିର ଥିବା ଦେଶ ବିଦେଶର ମୁଖ୍ୟ 10ଟି ଖବର ଉପରେ ଆମେ ନଜର ପକାଇବା। ପ୍ରତ୍ୟେକ ଖବର ଅତି ଆପଣଙ୍କର ଦରକାର ଏବଂ କାମର ମଧ୍ୟ। ନଜର ପକାଇବା ଆଗରୁ ଆପଣମାନେ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଯଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଖବର ନମ୍ବର 1 ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। 1 କୋଟି ଘରର ଛାତ ଉପରେ ସୌରଶକ୍ତି ବ୍ୟବହାର ଲକ୍ଷ୍ୟ ରଖାଯାଇଛି। ଯୋଜନାର ଶୁଭାରମ୍ଭ କରିବାକୁ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ। ଖବର ନମ୍ବର 2 ଜାତୀୟ ସ୍ତରରେ ଓଡ଼ିଶା ବ୍ୟାଣ୍ଡ ଦଳ ପ୍ରଥମ। ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଅନ୍ତର୍ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇପ ବ୍ୟାଣ୍ଡ ବିଭାଗରେ ଅଂଶଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଖବର ନମ୍ବର 3 ରେଳ ଧାରଣାରେ କାମ କରୁଥିବା ବେଳେ ମାଡ଼ିଗଲା ଲୋକାଲ ଟ୍ରେନ୍। ମୁମ୍ବାଇରେ ଲୋକାଲ ଟ୍ରେନ୍ ସଂସ୍ପର୍ଶରେ ଆସି 3 ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ରେଲୱେରେ 3 ଜଣ କର୍ମଚାରୀ ମୁମ୍ବାଇ ନିକଟସ୍ଥ ରେଳ ଧାରଣାରେ କାମ କରୁଥିଲେ। ସେହି ସମୟରେ ଯାଉଥିବା ଏକ ଲୋକାଲ ଟ୍ରେନ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ 3 ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ଖବର ନମ୍ବର 4 ଦୁନିଆର ସବୁଠାରୁ ଅଧିକାଂଶ ଲୋକପ୍ରିୟ ପାନୀୟ ତାଲିକାରେ ସ୍ଥାନ ପାଇଲା ଭାରତର ମସଲା ଚା। ଟେଷ୍ଟ ଆଟାଲାସ ନାମକ ଏକ ରେଷ୍ଟୁରାଣ୍ଟର ଅଭିଧାନରେ ଭାରତର ମସଲା ଚାକୁ ଦୁନିଆର ଦ୍ୱିତୀୟ ସବୁଠାରୁ ସୁସ୍ୱାଦୁ ପାନୀୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଅଭିଧାନଟି ବିଶ୍ୱର ପାରମ୍ପରିକ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟର ଅଟେ, ଯାହା ପ୍ରତିବର୍ଷ ଏହିପରି ଏକ ତାଲିକା ପ୍ରସ୍ତୁତି କରିଥାଏ। ଏହି ତାଲିକାରେ ଭାରତର ମସଲା ଚା ଦ୍ୱିତୀୟ ସ୍ଥାନରେ ଥିବାବେଳେ ପ୍ରଥମ ସ୍ଥାନରେ ରହିଛି ମେକ୍ସିକୋର ଆଗୁଆସ୍ ପାନୀୟ। ଖବର ନମ୍ବର 5 19 ଜଣଙ୍କୁ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 19 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ପୁରସ୍କାର ବଣ୍ଟନ ସମୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ। ସେବା, କ୍ରୀଡ଼ା, କଳା, ସଂସ୍କୃତି ଏବଂ ସାହସିକତା ଭଳି 6ଟି ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଖବର ନମ୍ବର 6 ରାମ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼, ବନ୍ଦ କରିଦେଲେ ପ୍ରବେଶ ଦ୍ୱାର। ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ସର୍ବସାଧାରଣ ତଥା ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ମନ୍ଦିର। ହେଲେ ସକାଳୁ ମନ୍ଦିର ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା। ସକାଳ 7ଟାରୁ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥାରେ ଭକ୍ତଙ୍କ ଭିଡ଼ ଏତେ ବଢ଼ିଯାଇଥିଲା ଯେ ଏହାକୁ ସମ୍ଭାଳିବା କଷ୍ଟକର ହୋଇଥିଲା। ଅସମ୍ଭାଳ ଭିଡ଼ କାରଣରୁ 9:30ରୁ ହିଁ ବ୍ୟାରିକେଡ୍ ଲଗାଇ ମନ୍ଦିର ପ୍ରବେଶ ଦ୍ୱାର ବନ୍ଦ କରିଦିଆଗଲା। ବର୍ତ୍ତମାନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଖବର ନମ୍ବର 7 ରାଜଧାନୀର ଏହିସବୁ ରାସ୍ତାରେ ଯାତାୟାତ ଉପରେ ଲାଗିଲା କଟକଣା। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା 26 ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ 6:30ରୁ ପେରେଡ୍ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା ଦେଇ ରାମ ମନ୍ଦିର ଛକଠାରୁ ରାଜମହଲ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ। ମହାତ୍ମା ଗାନ୍ଧୀ ମାର୍ଗ ଦେଇ ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ପିଏମ୍ଜି ଛକ ମଧ୍ୟରେ କୌଣସି ପ୍ରକାର ଯାନବାହନ ଚଳାଚଳ କରିବ ନାହିଁ। ଖବର ନମ୍ବର 8 ହଂକଂକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ସେୟାର ମାର୍କେଟ ହେଲା ଭାରତ। ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ପଛରେ ପକାଇ ଦେଇଛି। ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକ୍ଗୁଡ଼ିକର ମିଳିତ ମୂଲ୍ୟ ସୋମବାର $4.33 ଟ୍ରିଲିୟନ୍ ପହଞ୍ଚିଛି, ଯେତେବେଳେ କି ହଂକଂ ପାଇଁ ଏହି ସଂଖ୍ୟା $4.29 ଟ୍ରିଲିୟନ୍ ଥିଲା। ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି। ଖବର ନମ୍ବର 9 ନିଲମ୍ବିତ ହେଲେ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା। ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା ସସ୍ପେଣ୍ଡ। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଲଖନପୁରରେ ଆଇସିସି ଥିବା ବେଳେ ଏକ ଦୁର୍ଘଟଣାକୁ ନେଇ ବିବାଦୀୟ ହୋଇପଡ଼ିଥିଲେ। ନିଜ ଅଞ୍ଚଳରେ ଏକ ଦୁର୍ଘଟଣାକୁ ଅନ୍ୟତ୍ର ରୂପ ଦେବା ନେଇ ଅଭିଯୋଗ ଥିଲା। ଗତ 7 ତାରିଖ ବିଳମ୍ବିତ ରାତିରେ ଲଖନପୁର ଥାନା 49 ନମ୍ବର ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ୍ ଓ ବାଇକ୍ ଦୁର୍ଘଟଣାରେ 3 ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଚାପି ଦେବା ପାଇଁ ଦୁର୍ଘଟଣାରେ ପ୍ରାଣ ହରାଇଥିବା 3 ଜଣଙ୍କ ମୃତଦେହକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ।
ଘଟଣା ପରେ ଝାରସୁଗୁଡ଼ା ଏସ୍ପି ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରି ଦେଇଥିଲେ। ଆଜି ତାଙ୍କୁ ନିଲମ୍ବନ କରାଯାଇଛି। ଖବର ନମ୍ବର 10। କୁନ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ଆଉ 3 ଚିତା ଶାବକ। ମଧ୍ୟପ୍ରଦେଶର କୁନ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ଜ୍ୱାଲା ମାଦା ନାମକ ଚିତାବାଘ 3ଟି ଚିତା ଶାବକ ଜନ୍ମ ଦେଇଛି। ଏହା ପୂର୍ବରୁ ଆଶା ନାମକ ଚିତା 3ଟି ଶାବକ ଜନ୍ମ ଦେଇଥିଲା। ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ପରେ ଗତ ବର୍ଷ କୁନ ଜାତୀୟ ଉଦ୍ୟାନରେ ଜ୍ୱାଲା 4ଟି ଶାବକଙ୍କୁ ଜନ୍ମ ଦେଇଥିଲା। ଏମାନଙ୍କ ମଧ୍ୟରୁ 3ଟି ଚିତା ଶାବକଙ୍କର ମୃତ୍ୟୁ ହୋଇଥିଲା। ଏବେ କୁନ ଜାତୀୟ ଉଦ୍ୟାନରେ ଶାବକଙ୍କ ସଂଖ୍ୟା 4ରୁ 7କୁ ବୃଦ୍ଧି ପାଇଛି।